Good morning to you all. Welcome back to my YouTube channel. ଆପଣ ସମସ୍ତଙ୍କୁ ବିଲେଟେଡ୍ ହାପି ପଖାଳ ଦିବସ। ତ ସମସ୍ତେ ଜାଣିଛନ୍ତି କି ଗତକାଲି ଥିଲା ପଖାଳ ଦିବସ, ତ ଆମ ଘରେ ଜୋରସୋରରେ ଖାଇବା ପିଇବା ପ୍ରିପାରେସନ୍ ଚାଲିଥିଲା। ତ ଖାଇବାରେ ଏଠି ହେଉଛି ପଣସ କଠା ଆଳୁ କଷା। ଏବେ ୟାକୁ ବହୁତ ଅଲଗା ଅଲଗା ନାଁରେ କୁହନ୍ତି, ମୁଁ ଶୁଣିଛି ଏଞ୍ଚଡ଼ ବି କୁହନ୍ତି, ହେଲେ ଆମ କେନ୍ଦ୍ରାପଡ଼ାରେ ୟାକୁ ପଣସ କଠା ହିଁ କୁହାଯାଏ। ଆଉ ହେଉଥିଲା କଦଳୀ ଗୋଟା ଭଜା, ଏଟା ମୋର ବହୁତ ଫେଭରେଟ୍। ଆଉ ଏଠି ହେଉଥିଲା ପିତା ଗହମ ଶାଗ, ଆଳୁ ଆଉ ପିଆଜ ପକେଇକି ଭଜା। ଏତେ ସାରା ରେସିପି ହେଇଥିଲା କି ମୁଁ କହିକି ଥକି ଯାଉଛି। ଆଉ ଯେହେତୁ ପଖାଳ ଦିବସ ନନଭେଜ୍ ବାରରେ ପଡ଼ିଛି ତ ମାଛ ତ ହବ ହିଁ। ଆଉ ତା ମଧ୍ୟରେ ପଳେଇ ଆସିଥିଲା ମେସୋରୁ ମୋର ଗୋଟେ ପାର୍ସଲ, ମୁଁ ତାକୁ ରିସିଭ୍ କଲି। ଆଉ ଇଏ ଏଠି ପୁରା ଏକ୍ସାଇଟେଡ୍, ମୁହଁରେ କଳା ଲଗେଇକି ମୋ ପାର୍ସଲରେ କ'ଣ ଆସିଛି। ଆଉ ଚାଲନ୍ତୁ ଏବେ ଦେଖିବା ପ୍ରପର କ'ଣ ଥିଲା। ପଖାଳ ଦିବସରେ ଥିଲା ଦହି ପଖାଳ, ତାପରେ ଥିଲା କାକୁଡ଼ି ସାଲେଡ୍, ଦହି ବାଇଗଣ, ସଜନା ଛୁଇଁ ଆଳୁ ମସଲା ଭଜା, ପିତା ଗହମ ଆଳୁ ପିଆଜ ଭଜା, କଦଳୀ ଗୋଟା ଭଜା, ଆଉ ଥିଲା ଷ୍ଟାର ଅଫ୍ ଦ ଡିଶ୍ ଚିକେନ୍। କ'ଣ ଆପଣ ହ୍ୟୁମାନ୍ ପେଙ୍ଗୁଇନ୍ ଦେଖିଛନ୍ତି? ଯଦି ଦେଖିନାହାନ୍ତି ତ ଦେଖିଦିଅନ୍ତୁ। ତ ପଖାଳ ଖାଇସାରିଲା ପରେ ରେଷ୍ଟ ନେଇସାରିଲା ପରେ ତାପରେ ଆମେ ଗଲୁ ଟିକେ ବୁଲାବୁଲି କରିବା ପାଇଁ। ଆଉ ଦେଖନ୍ତୁ ପାଗ କେତେ ଭଲ ହେଇଛି, ବର୍ଷା ଉଠେଇଛି ଆଉ ଆକାଶଟା ପୁରା ସଫା। ତାପରେ ପୁରା ଲାଷ୍ଟ ଅଫ୍ ଡେ ମାନେ ନାଇଟ୍ରେ ମୁଁ ନାଇଟ୍ ସ୍କିନ୍ କେୟାର ରୁଟିନ୍ କଲି। ଏଇଟା ମୁଁ ଫାଷ୍ଟ ସେୟାର କରୁଛି ମୋ ଭିଡ଼ିଓ ସ୍କିନ୍ କେୟାରର, କାହିଁକିନା ମୁଁ ଭାବିଲି ସବୁଦିନ ସେମ୍ ଟାଇପ୍ର ଭିଡ଼ିଓ ଦେଇକି ଆପଣମାନଙ୍କୁ ମୁଁ ବୋର୍ କରାଉଛି, ତ ମୁଁ ଭାବିଲି ଟିକେ ନ୍ୟୁ କରିବା ପାଇଁ, ତ ସେଥିପାଇଁ ମୁଁ ମୋ ସ୍କିନ୍ କେୟାର ରୁଟିନ୍ ଏଠି ସେୟାର କରୁଛି। ଆଉ ତାପରେ ଏଠି ମୋ ଚୁଟିକି ମୁଁ ବେଣି କରିକି ଶୋଉଛି, କାହିଁକି ନା ବେଣି କରିକି ନ ଶୋଇଲେ ଚୁଟି ଅଡ଼ୁଆ ମଡ଼ୁଆରେ ବହୁତ ଉପଡ଼େ ଚୁଟି। ମୁଁ 1 month ହେଇଯିବ ଗୋଟେ ସିରମ୍ ୟୁଜ୍ କରୁଛି କଣ୍ଟିନ୍ୟୁଅସଲି, ଯାହାଦ୍ୱାରା କି ମୋ ଡାର୍କ ସ୍ପଟ୍ ବହୁତ କମିଗଲାଣି। ଇଏ ଥିଲା ଆଜିକାର ଭିଡ଼ିଓ। ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ।